ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାରାଖଣ୍ଡି ସ୍ଥିତ ଆର୍ଏମ୍ସି ଠାରେ। ଏହି ଆର୍ଏମ୍ସି ଠାରେ ଚାଷୀଙ୍କ ଧାନ କ୍ରୟ କରିବା ସକାଶେ 4ଗୋଟି ସମବାୟ ସମିତି ରହିଛି। ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନ କ୍ରୟ ସକାଶେ ମଣ୍ଡିରେ ପଡ଼ି ରହିଛି ଧାନ। ଚାଷୀଙ୍କର ଧାନ ନ ଉଠିବା ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ଧାନ କ୍ରୟ କରିବା ସକାଶେ ବ୍ରହ୍ମପୁରରୁ ମିଲର ଆସି ସମବାୟ ଜରିଆରେ ଧାନ କ୍ରୟ କରିବାର ବ୍ୟବସ୍ଥା ରହିଛି ବୋଲି ସମ୍ପାଦକମାନେ ପ୍ରକାଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧାନ କ୍ରୟ ହୋଇପାରୁନଥିବାରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ'ଣ ରହିଛି ବ୍ୟବସ୍ଥା, ଚାଲନ୍ତୁ ଚାଷୀଙ୍କଠାରୁ ନେବା ପ୍ରତିକ୍ରିୟା ଏହି ରିପୋର୍ଟରୁ। ପରିଚୟଟା? ମୋ ନାଁ ପୁରୁଷୋତ୍ତମ ପ୍ରଧାନ ଆଜ୍ଞା, ଯାଜପୁର ଗ୍ରାମ। କ'ଣ କହିବେ, ଆପଣ ଟୋକେନ୍ କେବେ ପାଇଥିଲେ? ଟୋକେନ୍ ମୋର ଜାନୁଆରୀ 25ରେ ଥିଲା। ବର୍ତ୍ତମାନ ସୁଦ୍ଧା ଧାନ ଯାଇନି, ମାନେ ଦିନ ପରେ ଦିନ ଗୁଞ୍ଚେଇ ଚାଲିଛି। ଆଜି ସୋମବାର, କାଲି ମଙ୍ଗଳବାର ଆସ, 2 ତାରିଖରେ ଆସ, 3 ତାରିଖ, ଏମିତି ଦିନ ପରେ ଦିନ ଗୁଞ୍ଚେଇ ଚାଲିଛନ୍ତି ଆଜ୍ଞା। କ'ଣ ହେଇଛି ଅସୁବିଧା କିଛି ଜଣାପଡ଼ୁନି ଆମକୁ। କେତେ ଆପଣଙ୍କର ଟାର୍ଗେଟ୍ କେତେ ଆସୁଛି ମଣ୍ଡି? ଆମର ଆସିଛି, ମୋର 70 କୁଇଣ୍ଟାଲ ଆସିଛି ଆଜ୍ଞା। ମାସେ ପାଖାପାଖି ଗଲାଣି? ମାସେ ପାଖାପାଖି ହେଲାଣି, ମାନେ ଡେଟ୍ ଲ୍ୟାପ୍ସ ହେଇଯିବ ଆଉ 2-4 ଦିନ ଭିତରେ। କ'ଣ କହୁଛନ୍ତି? କ'ଣ କରିବୁ ଆଜ୍ଞା, ସେ ଆମର ବର୍ଷ ସାରା ନିର୍ଭର ଏଇ ଗୋଟେ ଫସଲରେ, ଆଉ ଏପର୍ଯ୍ୟନ୍ତ ଯାଇନି। ସେପଟ ଅସୁବିଧା ହେଉଛି। ଈଶ୍ୱର ନାୟକ। ଧାନ ଗଲା? ନାଇଁ ଆଜ୍ଞା, ଯାଇନି। କେତେ ଆସିଛି ତମ ଧାନ? 50 କୁଇଣ୍ଟାଲ। କେବେ ତମ ଟୋକେନ୍ ଦେଇଥିଲେ? ଆମର 3ରେ ଥିଲା, ଆଜି ହେଉଛି। ଆଜି ଟୋକେନ୍ ଦେଲେ। କେବେ ଥିଲା ଟୋକେନ୍, ଆଜି କେତେ ତାରିଖ? ଆଜି ହେଲା 22। ଧାନ ଯାଇନି? ଧାନ ଯାଇନି ଆଜ୍ଞା। କେତେ କଷ୍ଟ ଲାଗୁଛି? ବହୁତ କଷ୍ଟ ଆଜ୍ଞା, ଡେଲି ଆସି ଯାଉଛୁ। କ'ଣ କହିଲେ? ଆଣିକିରି ଏଇଠି ଓହ୍ଲେଇଛ ଓହ୍ଲେଇଛ। ରତ୍ନମଣି ପ୍ରଧାନ। ତମର ଧାନ ଗଲା କି? ଧାନ ଯାଇନି, କେବେ ଧାନ ଯିବ? ଆଜି ଯିବେ ବୋଲି କହୁଛନ୍ତି। କେତେ କୁଇଣ୍ଟାଲ ଆସିଛି? ଆଇଛି 35 କୁଇଣ୍ଟାଲ। ଟୋକେନ୍ କେବେ ଦେଇଥିଲେ? ଦେଇଥିଲେ 23 ତାରିଖରେ ଦେଇଥିଲେ, 23-22 ଦେଇଥିଲେ। ଏବେ ମାସ ହେବାକୁ ଯାଉଛି, କେତେ କଷ୍ଟ ଲାଗୁଛି? କଷ୍ଟ ହେଉଛି, ମୂଷା ଡଙ୍ଗେଇ ଖାଇକିରି ବାହାରେ ପଡ଼ିଛି। ଆଉ ଲାଗ ଲଗୁଥିଲେ ବାହାରିବାକୁ ନାହିଁ କି କରିବାକୁ ନାହିଁ, ତିନ୍ତିଲା, ତାପରେ ମୂଷା ଡଙ୍ଗେଇ ଖାଇକିରି ସବୁ ପଡ଼ିଛି ବାହାରେ ବିଲରେ। ଆଜ୍ଞା, ମୁଁ ଗଣପତି ପ୍ରଧାନ। କୋଉଠି ଆସିଛନ୍ତି? ଯାଜପୁର। କ'ଣ ହେଇଛି ସମସ୍ୟା? ଆଜ୍ଞା, ଆଜିକି ଆମର 3 ମାସ ହେଲା ଧାନ କ୍ରୟ କଲୁ। ଆଜି ପର୍ଯ୍ୟନ୍ତ ଆମର ଧାନ ସେଲିଂ ହେଉନି। ଆମେ ଧାର ଧୁରା କରିକିରି ଆଉ ଧାନରେ ଇଏ ଲଗେଇକିରି ପେଟବାଡ଼ି ଲଗେଇକିରି ଆମେ ଧାର ଧୁରା କରିକିରି ଅଛୁ। ଆମର କାହାର ପୁଅ ବିବା, କାହାର ଝିଅ ବିବା, ଆଉ ଅନ୍ୟାନ୍ୟ ଧାର ଧୁରା ସୁଝିବା ପାଇଁ ଏସବୁ ଅସୁବିଧା ସମ୍ମୁଖୀନରେ ଆମେ ପଡ଼ି ରହିଛୁ। ଆମର ଧାନ ଆଜି ପର୍ଯ୍ୟନ୍ତ ବିକ୍ରୟ ହେଉନି। କେବେ ଥିଲା ଆପଣଙ୍କ ଟାର୍ଗେଟ୍? ଆମର ଥିଲା ଜାନୁଆରୀ 27ରୁ ଆଜି ହେଲା 21। ଆଜି ପର୍ଯ୍ୟନ୍ତ ଆମର ଧାନ ବିକ୍ରୟ ହୋଇପାରୁନି। ଆମେ ବହୁତ ଅସୁବିଧାରେ ପଡ଼ି ରହିଛୁ। ରೈತರ ଦୁଃଖ କହିଲେ ନ ସରେ। କ'ଣ କହୁଛନ୍ତି ସୋସାଇଟି ଆଜିକାଲି ବୋଲିକିରି ଟାର୍ଗେଟ୍ ଆଜି ଆସିବ କାଲି ଆସିବ ବୋଲିକିରି ଚଲେଇଛନ୍ତି, ଆମେ ଶୁଣିକିରି ଯାଉଛୁ। ଏବେ ବର୍ତ୍ତମାନ ବ୍ରହ୍ମପୁର ମିଲ୍କୁ ଟ୍ୟାଗ୍ ହେଇଛି, ଧାନ ଯିବ ବୋଲି ପ୍ରତିଶ୍ରୁତି ଅଛି, ଏହା ଉପରେ କ'ଣ କହିବେ? ଆଉ ସୋମବାର ଦିନ ଆଣ ବୋଲିକିରି କହୁଛନ୍ତି। ମାଣ୍ଡିରେ ପକ, ତାପରେ ଆମେ ସେ ଧାନ ବିକ୍ରୟ କରିବୁ ବୋଲି କହୁଛନ୍ତି। କେତେ କଷ୍ଟ ଲାଗୁଛି ଚାଷୀଙ୍କର ଧାନ ନ ଯିବାକୁ? କଷ୍ଟ ବୋଲେ ଆମେ ଆଉ କଡ଼ ଲଉଟେଇ ପାରୁନୁ। ସେତେ କଷ୍ଟ, ସେତେ ବାଧା, ସେତେ ଦୁଃଖରେ ରହିଛୁ। ଆମର ଅନେକ ପ୍ରକାର ଟଙ୍କାର ପଇସାର ଆବଶ୍ୟକ ପଡ଼ୁଛି। ଆମେ କାହାକୁ ହାତ ପତାଉ ବୋଲେ ମଧ୍ୟ ମିଳୁନି। ଯାହା ଭାଇ କହୁଥିଲେ ଚାଷୀ, ସେମାନଙ୍କର ଧାନ ଟୋକେନ୍ ଆସି ଦୀର୍ଘ ମାସେ ହେବାକୁ ହେଲାଣି, କିନ୍ତୁ ସେମାନଙ୍କର ଧାନ ଆଜି ପର୍ଯ୍ୟନ୍ତ ଯାଉନି। ଯାହାଫଳରେ ଚାଷୀ ସେମାନଙ୍କର ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି। ଆଗକୁ ବ୍ରହ୍ମପୁର ମିଲର ଆସି ଟାର୍ଗେଟ୍ ଦେଇଥିବା ବିଭିନ୍ନ ସୋସାଇଟିକୁ କହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ ନ କିଣିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।